Welcome to Simple Matrix by Joyan sir. ଆଜି ସ୍ୱାଧୀନତା ଦିବସ ଅବସରରେ ଆମେ ଆଜି ପ୍ରଥମ କରି ଗଣିତ ବିଷୟରେ ପ୍ରଥମ ଆରମ୍ଭ କରୁଛୁ ସଂଖ୍ୟା ସମ୍ବନ୍ଧୀୟ ଧାରଣା। ଇଂଲିଶରେ ଆମେ ଯାହାକୁ ନମ୍ବର ସିଷ୍ଟମ ବୋଲି ଜାଣୁ। ଆଜି ସମସ୍ତ ନମ୍ବର ବା ସଂଖ୍ୟା ବିଷୟରେ ଆମେ ଜାଣିବା। ଫାଷ୍ଟ ପଢିବା ସ୍ୱାଭାବିକ ସଂଖ୍ୟା ବା ନ୍ୟାଚୁରାଲ ନମ୍ବର। ନ୍ୟାଚୁରାଲ ନମ୍ବର କ'ଣ? ସାଧାରଣତଃ ଯେଉଁ ସଂଖ୍ୟାମାନଙ୍କୁ ଆମେ ସାଧାରଣତଃ ଗଣିବା ବା ଗଣିବାରେ ସହାୟକ ହୁଏ ବା ଆମେ ଯାହାକୁ ଗଣିପାରୁ ତାହାକୁ ଆମେ ସ୍ୱାଭାବିକ ସଂଖ୍ୟା ବୋଲି କହୁ। ପିଲାମାନେ ତମେ ସମସ୍ତେ ଜାଣିଛ 1 2 3 4 5 6 ଏମିତି ଅଗଣିତ ଗଣନ ସଂଖ୍ୟା ଅଛି, ତାହାକୁ ଆମେ ସ୍ୱାଭାବିକ ସଂଖ୍ୟା ବା ନ୍ୟାଚୁରାଲ ନମ୍ବର ବୋଲି କହୁ। ପିଲେ ତା ଡେଫିନେସନ ଲେଖ। ଯେଉଁ ସଂଖ୍ୟାକୁ ଆମେ ସାଧାରଣତଃ ଗଣିପାରୁ ବା ଗଣିବାରେ ସହାୟକ ହୁଏ ତାହାକୁ ଆମେ ସ୍ୱାଭାବିକ ସଂଖ୍ୟା ବୋଲି କହୁ। ଉଦାହରଣ ତ ପିଲାମାନେ ତମେ ସମସ୍ତେ ଜାଣିଛ କ'ଣ କ'ଣ 1 2 3 4 5 6 ଅପ୍ ଟୁ ଅନନ୍ତ ପର୍ଯ୍ୟନ୍ତ, ଯାହାକୁ ଆମେ ସାଧାରଣତଃ ସିମ୍ବଲ n ହୁଏ ବା ନ୍ୟାଚୁରାଲ ନମ୍ବର ବୋଲି ଦର୍ଶାଇ ଥାଉ। n କହିଲେ ଆମେ ସାଧାରଣତଃ ସ୍ୱାଭାବିକ ସଂଖ୍ୟା ବା ନ୍ୟାଚୁରାଲ ନମ୍ବର ବୋଲି ବୁଝୁ। ୟା ପରେ ପଢିବା ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟା। ଯାହାକୁ ଆମେ ଇଂଲିଶରେ ହୋଲ ନମ୍ବର ବୋଲି କହୁ। ପିଲେ ହୋଲ ନମ୍ବର କିଛି ନଥାଏ। ଗଣନ ସଂଖ୍ୟାର ଯଦି ଶୂନରୁ ଆରମ୍ଭ ହୁଏ ତାକୁ ଆମେ ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟା ବୋଲି କହୁ। ଗଣନ ସଂଖ୍ୟା 1 2 3 4 5 6 ରୁ ଆରମ୍ଭ ହୁଏ, କିନ୍ତୁ ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟା 0 ଠାରୁ ଆରମ୍ଭ ହୁଏ। ଡେଫିନେସନ ଲେଖ। ଯଦି ଗଣନ ସଂଖ୍ୟା 0 ଠାରୁ ଆରମ୍ଭ ହୁଏ ତାହାକୁ ଆମେ ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟା ବୋଲି କହେ। କିନ୍ତୁ ପିଲେ ୟାର ଆଉ ଗୋଟେ ବି ଡେଫିନେସନ ଅଛି। ଇଏ ସମସ୍ତଙ୍କ କିନ୍ତୁ ଧନାତ୍ମକ ସଂଖ୍ୟା ହେଇଥିବ, ଋଣାତ୍ମକ ସଂଖ୍ୟା ହବ ନାହିଁ। ପିଲେ ଏକ୍ସାମ୍ପଲ 0 1 2 3 4 ଅପ୍ ଟୁ ଇନଫାନାଇଟ ବା ଅନନ୍ତ ଯାଏଁ। ପିଲେ ୟା ଦେହରେ ଋଣାତ୍ମକ ସଂଖ୍ୟା କ'ଣ ପାଇଁ ଗଲା ନାହିଁ? ଋଣାତ୍ମକ ଗଲେ ଅଲଗା ଏକ ଡେଫିନେସନ ହେଇଯିବ, ଯାହାକୁ ଆମେ ଅନ୍ୟ ଏକ ସଂଖ୍ୟା ଯାହାକୁ ପୂର୍ଣ୍ଣ ସଂଖ୍ୟା ବୋଲି କହୁ। ଆସ ଆଗକୁ ପଢିବା। ପୂର୍ଣ୍ଣ ସଂଖ୍ୟା ଯାହାକୁ ଆମେ ଇଂଲିଶରେ ଇଣ୍ଟିଜର ବୋଲି କହୁ। ଇଣ୍ଟିଜର କ'ଣ? ଇଣ୍ଟିଜର ଯେଇ ଗୋଟିକ
ସମସ୍ତ ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟା ଯାହା ଧନାତ୍ମକ ହୁଏ ତାକୁ ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟା କୁହାଯାଏ। କିନ୍ତୁ ତାକୁ ଯଦି ଋଣାତ୍ମକ ଧନାତ୍ମକ ସବୁଥିରେ ରହିପାରିବ ତାହାକୁ ଆମେ ପୂର୍ଣ୍ଣ ସଂଖ୍ୟା ବୋଲି କହିପାରିବା। ବୁଝିପାରିଲ? ଆଚ୍ଛା, ଡେଫିନେସନ ଲେଖ, ମୁଁ ବୁଝେଇ ଦଉଛି। ସମସ୍ତ ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟା ଯଦି ଧନାତ୍ମକ ଓ ଋଣାତ୍ମକ ଆକାରରେ ରୁହେ ତାହାକୁ ଆମେ ପୂର୍ଣ୍ଣ ସଂଖ୍ୟା ବୋଲି କହୁ। ପିଲେ ବୁଝିପାରୁନଥିବ, ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟାରେ ମୁଁ ପ୍ରଥମରୁ କହିଛି 0, 1, 2, 3, 4 ସମସ୍ତ ଧନାତ୍ମକ ସଂଖ୍ୟା ଯିବ। ଏଥିରେ ଧନାତ୍ମକ ସହିତ ଋଣାତ୍ମକ ବି ଯିବ ଏବଂ 0 ବି ଯିବ। ପିଲେ ସଂଖ୍ୟା ରେଖା ପଢିଲା ବେଳେ ତମେ ଆଗରୁ ଜାଣିଛ ଏଟା କିପରି 0 ପ୍ଲସ୍ ମାଇନସ୍ 1 ପ୍ଲସ୍ ମାଇନସ୍ 2 ପ୍ଲସ୍ ମାଇନସ୍ 3 ପ୍ଲସ୍ ମାଇନସ୍ 4 ପ୍ଲସ୍ ମାଇନସ୍ 5 ଏମିତି ଇନଫାନାଇଟ୍। ୟାକୁ ଆମେ ପୂର୍ଣ୍ଣ ସଂଖ୍ୟା ବୋଲି କହୁ। କିନ୍ତୁ ପିଲେ ୟାର ଆହୁରି ବି କିଛି କଥା ଆମେ ଜାଣିବା ଯାହା ଭଗ୍ନାଂଶ କିମ୍ବା ଦଶମିକରେ ରହିବ ବି ନାହିଁ। କିନ୍ତୁ ମୁଁ ଏଠି ଛାଡ଼ି ଦେଇଛି, ଏହା ଭଗ୍ନାଂଶ ବା ଦଶମିକ ରୂପରେ ରହିବ ନାହିଁ। ପିଲେ ଏଇଟା କହିବାର କାରଣ ଯଦି ଦଶମିକରେ ରହିବ କିମ୍ବା ଭଗ୍ନାଂଶରେ ରହିବ ତାହା ପରିମେୟ ସଂଖ୍ୟା ହେଇଯିବ। ଆଉ ଗୋଟେ ସଂଖ୍ୟା ପୂର୍ଣ୍ଣ ସଂଖ୍ୟା ବୋଲି ଆମେ ତାକୁ କହିପାରିବା ନାହିଁ। ଆସ ଆଗକୁ ପଢିବା। ପରିମେୟ ସଂଖ୍ୟା। ପିଲେ ତମେ ଭାବୁଥିବେ ସଂଖ୍ୟା ସମ୍ବନ୍ଧୀୟ ଆମେ ସବୁ କଣ ପାଇଁ ପଢୁଛେ? ଗଣିତ କରିବା ଆଗରୁ ଆମେ ସମସ୍ତ ସଂଖ୍ୟା ମାନଙ୍କୁ ଚିହ୍ନିବା ନିହାତି ଆବଶ୍ୟକ। ଏହାକୁ ଯଦି ଆମେ ପ୍ରଥମରୁ ପଢିଦବା ଆଗକୁ ଆମେ ସମସ୍ତ ଅନୁଶୀଳନୀ କରିବାକୁ ଆଗରେ ଆମକୁ ସହାୟକ ହବ ଏବଂ ଆମକୁ ସୁବିଧା ମଧ୍ୟ ହବ। ପୂର୍ଣ୍ଣ ସଂଖ୍ୟାକୁ ପିଲେ ସାଧାରଣତଃ ସିମ୍ବଲ କଣ ଜାଣିଛ? ସିମ୍ବଲ ତାର ପୂର୍ଣ୍ଣ ସଂଖ୍ୟାର ଜେଡ୍ ବୋଲି ରୁହେ। ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟାର ଡବ୍ଲ୍ୟୁ ବୋଲି, ପରିମେୟ ସଂଖ୍ୟା ଯାହାକୁ ଆମେ ଇଂଲିଶରେ ରାସନାଲ ନମ୍ବର ବୋଲି କହୁ। ପିଲେ ପରିମେୟ ସଂଖ୍ୟା କଣ? ଆମେ ତ ପୂର୍ଣ୍ଣ ସଂଖ୍ୟା ପଢିଲେ, ସମ୍ପ୍ରସାରିତ ସ୍ୱାଭାବିକ ସଂଖ୍ୟା ପଢିଲେ, ସ୍ୱାଭାବିକ ସଂଖ୍ୟା ପଢିଲେ, ଏବେ ପରିମେୟ ସଂଖ୍ୟା କଣ? ପିଲେ ଭଗ୍ନାଂଶ ଯୋଉମାନେ ପଢିଛ ତାକୁ ପରିମେୟ ସଂଖ୍ୟା କହିବା ତାକୁ ଭାରି ସହଜ। କହିବ କଣ ଭଗ୍ନାଂଶ ହାତରେ କୁଆଡେ ଆସିଲା? ହଁ, ଯାହାର ଲବ ଥିବ ଏବଂ ହର ମଧ୍ୟ ଥିବ ପିଲେ ତାକୁ ଆମେ ଗୋଟେ ଭଗ୍ନାଂଶ ବୋଲି କହିପାରିବା। ପରିମେୟ ସଂଖ୍ୟାର ଡେଫିନେସନ ମଧ୍ୟ ସେଇଆ ପାଖାପାଖି ହେଇଥାଇପାରେ। ପରିମେୟ ସଂଖ୍ୟା ଯାହା ସାଧାରଣତଃ ଲବ ଓ ହର ଆକାରରେ ରହିଥାଏ। କିନ୍ତୁ ପିଲେ ଲବ ହର ଯାହାକି ପୂର୍ଣ୍ଣ ସଂଖ୍ୟା ହୋଇଥାଏ। ଲବ ଓ ହର ସାଧାରଣତଃ ପୂର୍ଣ୍ଣ ସଂଖ୍ୟା ହୋଇଥାଏ। ପିଲେ ତମେ କହିବ କିପରି ପୂର୍ଣ୍ଣ ସଂଖ୍ୟା ହୋଇଥିବ? ପିଲେ ଆସ
ଲବକୁ ଆମେ ପି ବୋଲି ଭାବିବା, ସାଧାରଣତଃ ହରକୁ ଆମେ କ୍ୟୁ ଭାବରେ ମାନି ନେବା। ପି ଟାକୁ ଯଦି ଆମେ 3 ହରକୁ 4 ଲେଖିବା, ଏଇଟାକୁ ଆମେ ପରିମେୟ ସଂଖ୍ୟା ରୂପେ ମଧ୍ୟ ପିଲେ କହିପାରିବା। କିନ୍ତୁ ଏଥିରେ ଲବ ଯାହା ଲବ ପୂର୍ଣ୍ଣ ସଂଖ୍ୟା ହୋଇପାରିବ। କିନ୍ତୁ ହର ଶୂନ ସହ ସମାନ ବା ଶୂନ ହେଇପାରିବ ନାହିଁ। ଆକ୍ଚୁଆଲି ଆମ ଭାଷାରେ କହିବାକୁ ଗଲେ, ଯାହା ସାଧାରଣତଃ ଯେଉଁ ପରିମେୟ ସଂଖ୍ୟାର ଲବ ଓ ହର ଥାଏ ତାହାକୁ ଆମେ ପରିମେୟ ସଂଖ୍ୟା କହୁ। କିନ୍ତୁ ହରଟା ଶୂନ ହେଇପାରିବ ନାହିଁ। ହେଲେ ତମେ କହିବ ହର ଶୂନ ହେଲେ ପ୍ରୋବ୍ଲେମ କଣ ହବ? ଯେକୌଣସି ଭଗ୍ନାଂଶର ହର ଯଦି ଶୂନ ଥାଏ, ତେବେ ସେ ଭଗ୍ନାଂଶର ମୂଲ୍ୟ ନିରର୍ଥକ ବୋଲି ଆମେ ମାନୁ। ଗୋଟେ ଷ୍ଟାର ମାର୍କ ଲେଖିଦିଅ। ଯେଉଁ ଭଗ୍ନାଂଶର ହର ଶୂନ ବୋଲି ଥାଏ ତାହା ନିରର୍ଥକ। ଯେମିତି 3/0, ଏଟା ଆକ୍ଚୁଆଲି ନିରର୍ଥକ। କିନ୍ତୁ ଲବ ଶୂନ ଥିଲେ ଚଳିବ, ମୂଲ୍ୟ ବାହାରି ପାରିବ। ପିଲେ ଦେଖ, ଏଠି ମୁଁ କହୁଛି 0/3। 0/3 ମାନେ ଆମେ ସାଧାରଣତଃ ଜାଣୁ 3 ଭାଗରୁ 0 ଭାଗ। ମୁଁ ଯଦି ଗୋଟେ ବକ୍ସ କଲି, ୟାକୁ 3 ଭାଗ କରିଦେଲି, 3 ଭାଗରୁ 0 ଭାଗ ମାନେ ହଉ ଚଳିବ। ମନେକର ସାଧାରଣ ଛଡା ଆଉ ଗୋଟେ ଏକ୍ଜାମ୍ପଲ ଦେଖ। ପିଲେ ଆମ ପାଖରେ 3ଟା ଚକୋଲେଟ ଅଛି, ମୁଁ କୌଣସି ଚକୋଲେଟଟି ନେଲି ନାହିଁ। କିଛି ଅସୁବିଧା ଅଛି? ଅସୁବିଧା କିଛି ନାହିଁ। ତେଣୁ 3ରୁ 0 ମାନେ 3 ଭାଗରୁ କିଛି ଭାଗ ନେଲା ନାହିଁ, କିଛି ଅସୁବିଧା ନାହିଁ। କିନ୍ତୁ ଏଠି 3/0 ମାନେ ଶୂନ ତ ମାନେ କିଛି ଭାଗ ନଥିବ, ସେଥିରୁ 3 ଭାଗ ହବ ବା କେମିତି? ତେଣୁ ଏହା ନିରର୍ଥକ, ଯୋଉଠି ହର ଶୂନ ଥାଏ। କିନ୍ତୁ ଲବ ଶୂନ ଥିଲେ ତା ମୂଲ୍ୟ ଚଳିବ। ବୁଝିପାରିଲ ପିଲାମାନେ କଣ ପାଇଁ କହିଲି? ଯଦି ହରଟା ଶୂନ ମାନେ ତାର ତ କିଛି 3 ନାହିଁ, ତାକୁ 3 ଭାଗ କରିବ କେମିତି? ହେଲେ ଯଦି ଲବ ଶୂନ ତାହେଲେ ହର 3, ତାହେଲେ ହର 3 ମାନେ 3 ଭାଗରୁ କିଛି ଭାଗ ନୁହେଁ, ଚଳିବ। କିନ୍ତୁ 3/0 ମାନେ ଶୂନ ମାନେ ଜିନିଷ କିଛି ନାହିଁ, ତାକୁ 3 ଭାଗ କରିବ ବା କେମିତି? ଏହା ସମ୍ଭବପର କଥା କି? ସେଥିପାଇଁ ଭଗ୍ନାଂଶରେ ହର ଶୂନ ହୁଏ ନାହିଁ। ହର ଶୂନ ହବ ମାନେ ତାର ମୂଲ୍ୟ ନିରର୍ଥକ ବୋଲି ଆମେ ମାନୁ। ପରିମେୟ ସଂଖ୍ୟା ଡେଫିନେସନ ତମେ ଜାଣିପାରିଲ। ଏକ୍ଜାମ୍ପଲ ତମ ଭଲସେ ମୁଁ ଦେଖେଇଛି। ପିଲେ ସିମ୍ବଲ, ପରିମେୟ ସଂଖ୍ୟାର ସିମ୍ବଲ ସାଧାରଣତଃ ବଡ଼ କ୍ୟୁ। ପିଲେ ଆସ ଅପରିମେୟ ସଂଖ୍ୟା ବିଷୟରେ ପଢିବା। ପିଲେ ଆସ, ଅପରିମେୟ ସଂଖ୍ୟା କଣ? ଯେ କୌଣସି ସଂଖ୍ୟା ଯାହାକୁ ଆମେ ଦଶମିକରେ ପ୍ରକାଶ କରିପାରିବା, କିନ୍ତୁ ତାହା ସମାପ୍ତ ହବ ନାହିଁ କିମ୍ବା ପୁନରାବୃତ୍ତି ରୂପରେ ହବ, ତାହାକୁ ଆମେ ଅପରିମେୟ ସଂଖ୍ୟା ବୋଲି କହିବା। ହେଲେ କଣ ଦଶମିକ ରୂପ, କଣ କଣ ଅସମାପ୍ତ, କଣ ପୁନରାବୃତ୍ତି? ଆସ ମୁଁ ତମକୁ ବୁଝେଇ ଦଉଛି। ଆଗ ଡେଫିନେସନ ଲେଖିଦିଅ, ତାପରେ ମୁଁ ତମକୁ ଏକ୍ଜାମ୍ପଲ ମାଧ୍ୟମରେ ବୁଝେଇ ଦେବି। ଯେ କୌଣସି ସଂଖ୍ୟା ଯାହାକୁ ଦଶମିକରେ ପ୍ରକାଶ କରାଯାଇ ପାରିବ, କିନ୍ତୁ ତାହା ଅସମାପ୍ତ।
ଏବଂ ଅପୁନରାବୃତ୍ତି ରୂପରେ ହେବ। ତାହାକୁ ଅପରିମେୟ ସଂଖ୍ୟା ବୋଲି କୁହାଯାଏ। ପିଲେ କଣ ଅପରିମେୟ ସଂଖ୍ୟା, ପୁନରାବୃତ୍ତି, ଅସମାପ୍ତ? ପିଲେ ଗୋଟେ ସାଧାରଣତଃ ଗୋଟେ ଦେଖ, √3 या ରୁଟ୍ ଉପରେ କିଛି ବାହାରି ପାରିବ କି? ଆମେ ତାକୁ ଲେଖିପାରିବା 3^1/3। ତାର କିଛି ପ୍ରକୃତ ମୂଲ୍ୟ ବାହାରି ପାରିବ ନାହିଁ। ଯେପରିକି √2, √3, √4, କିନ୍ତୁ √4 ଏଇଟା ପରିମେୟ ସଂଖ୍ୟା ହବରେ ପିଲେ, କାରଣ √4 ର ମୂଲ୍ୟ +-2, ଏଇଟା ହବ ନାହିଁ। ଏତକ ସବୁ ଯାଇପାରିବ। ପିଲେ ଦେଖ, ଆଉ ଗୋଟେ ଯୋଉ ପୁନରାବୃତ୍ତି ମାନେ 0.3 ଉପରେ 12। ପିଲେ 12 ମାନେ ମୁଁ ଗୋଟେ ସଂଖ୍ୟା ଦେଲି, 12 ମାନେ ଏମିତି ଆମେ ଯାହା ବୁଝୁ 0.3333 ବାରମ୍ବାର ପୁନରାବୃତ୍ତି ହଉଥିବ, ତାକୁ ଆମେ 0.3 ଉପରେ 12 ବୋଲି କହୁ। 0.3 ଉପରେ 12 ମାନେ ପିଲେ ତାକୁ ଆମେ ଭଗ୍ନାଂଶ ରୂପରେ ପରିପ୍ରକାଶ କରିପାରିବା, ତେଣୁ ଏହାକୁ ପରିମେୟ ସଂଖ୍ୟା କୁହାଯାଏ। କିନ୍ତୁ ପିଲେ ଏମିତି ଗୋଟେ ଏଟାକୁ ଅପୁନରାବୃତ୍ତି କୁହାଯାଏ 0.3 ଉପରେ 12। କିନ୍ତୁ ପିଲେ ପୁନରାବୃତ୍ତି, ଏଟା ତ ପୁନରାବୃତ୍ତି। ଅପୁନରାବୃତ୍ତି ମାନେ 0.3, 2, 1, 3, 5, 7। ୟାର ତ କେମିତି ପର୍ଟିକୁଲାର ମୂଲ୍ୟ ବାହାରି ପାରିବନି ନା, ଇଏ ଗୋଟାଏ ସଂଖ୍ୟା ବାରମ୍ବାର ରିପିଟ୍ ହଉଛି କି ଅନେକ ସଂଖ୍ୟା ଗୁଡ଼ିକ ବାରମ୍ବାର ରିପିଟ୍ ହେଉଛି, ତେଣୁ ଏଇଟା ଅପରିମେୟ ସଂଖ୍ୟା। ଯଦି କୌଣସି ସଂଖ୍ୟା ବାରମ୍ବାର ରିପିଟ୍ ହେଉଛି ତାକୁ ପରିମେୟ ସଂଖ୍ୟା ବୋଲି କହିବା, କିନ୍ତୁ ଯେକୌଣସି ସଂଖ୍ୟା ବାରମ୍ବାର କିଛି ଅଲଗା ସଂଖ୍ୟା ରିପିଟ୍ ହେଉଥିବ ତାକୁ ଆମେ ଅପରିମେୟ ସଂଖ୍ୟା ବୋଲି କହିବା। ପିଲେ √2 ଯେଉଁଗୁରା ସବୁ ପୂର୍ଣ୍ଣ ବର୍ଗ ସଂଖ୍ୟା ସେରା ସବୁ ପରିମେୟ ସଂଖ୍ୟା, କିନ୍ତୁ ଯୋଉରା ସବୁ ପୂର୍ଣ୍ଣ ବର୍ଗ ହେବେ ନାହିଁ ସେରା ସବୁ ଅପରିମେୟ ସଂଖ୍ୟା। ପିଲେ ପାଖାପାଖି ତମେ କିଛି ଚିହ୍ନି ପାରିବ ପରିମେୟ ଅପରିମେୟ, ମୋର ଯେତିକି ଆଶା। ପିଲେ ଆମେ କ୍ଲାସରେ ପରିମେୟ ଅପରିମେୟ ସଂଖ୍ୟା ବିଷୟରେ ଯଦି ପଢିବା, ଆମେ ପୁରା ସମ୍ପୂର୍ଣ୍ଣ ବିବରଣୀ ନେଇ ପଢିବା। ଏବେ ଜଷ୍ଟ କିଛି ସଂଖ୍ୟା ବିଷୟରେ ଧାରଣା ଦେଉଥିବାରୁ ଅଳ୍ପ କିଛି ଜାଣିପାରିବ ସଂଖ୍ୟା ବିଷୟରେ, ମୋର ଯେତିକି ଆଶା। ପିଲେ ଆସ ବାସ୍ତବ ସଂଖ୍ୟା ପଢିବା। ଆପରେ ପିଲେ ଅପରିମେୟ ସଂଖ୍ୟାର ସିମ୍ବଲ Q-। ପିଲେ ବାସ୍ତବ ସଂଖ୍ୟା ଯାହାକୁ ଆମେ ରିଅଲ ନମ୍ବର ବୋଲି କହୁ। ପିଲେ ରିଅଲ ନମ୍ବରକୁ ନେଇକି ଡାଇରେକ୍ଟ ଗୋଟେ ବିଷୟ ଅଛି ନବମ ଶ୍ରେଣୀରେ। ଯେତେବେଳେ ଆମେ ନବମ ଶ୍ରେଣୀରେ ବାସ୍ତବ ସଂଖ୍ୟା ବିଷୟରେ ପଢିବା, ସେତେବେଳେ ପରିମେୟ ଅପରିମେୟ ବାସ୍ତବ ସଂଖ୍ୟା ବିଷୟରେ ଆମେ ସବୁ ଜାଣିବା। ପିଲେ ବାସ୍ତବ ସଂଖ୍ୟାରେ ପରିମେୟ ଅପରିମେୟର କାର୍ଯ୍ୟ କଣ? ପିଲେ ବହୁତ ଗୁଡାଏ କାର୍ଯ୍ୟ। ସମସ୍ତ ପରିମେୟ ଓ ଅପରିମେୟ ସଂଖ୍ୟାର ସଂଯୋଗରେ ବାସ୍ତବ ସଂଖ୍ୟା ସୃଷ୍ଟ। ପିଲେ ସମସ୍ତ ପରିମେୟ ଅପରିମେୟ, ଯେତକ ପରିମେୟ ସଂଖ୍ୟା ଯେତକ ଅପରିମେୟ ସଂଖ୍ୟା ସମସ୍ତେ ଗୋଟାଏ ଗୋଟାଏ ବାସ୍ତବ ସଂଖ୍ୟା। ରିଅଲ ଡେଫିନେସନ ପିଲେ ସେଥିପାଇଁ କୁହାଯାଏ Q ୟୁନିୟନ Q' ସମାନ R। R ମାନେ ରିଅଲ ନମ୍ବର। The symbol R। ପିଲେ ବାସ୍ତବ ସଂଖ୍ୟା ବିଷୟରେ ଜାଣିଲ, ଏବେ ଆସ ଜାଣିବା ଯୁଗ୍ମ ସଂଖ୍ୟା ବିଷୟରେ।
ଯେଉଁ ସଂଖ୍ୟା 2 ଦ୍ୱାରା ବିଭାଜ୍ୟ ତାହାକୁ ଆମେ ଯୁଗ୍ମ ସଂଖ୍ୟା ବୋଲି କହୁ। ଏକ୍ସାମ୍ପଲ 2, 4, 6, 8, 10, 12 ଏମିତି ଅନନ୍ତ ଯାଏଁ ରହିଛି। ଅଯୁଗ୍ମ ସଂଖ୍ୟା ଠିକ୍ ତା ବିପରୀତ। ଯେଉଁ ସଂଖ୍ୟା 2 ଦ୍ୱାରା ବିଭାଜ୍ୟ ହୁଏ ନାହିଁ ତାହାକୁ ଅଯୁଗ୍ମ ସଂଖ୍ୟା କୁହାଯାଏ। ଯେପରିକି ଏକ୍ସାମ୍ପଲ 1, 3, 5, 7, 9, 11 ଅପ୍ ଟୁ ଇନଫାନାଇଟ୍। ପିଲେ ବୁଝିପାରିଲ? ଆପରେ ପଢିବା ମୌଳିକ ସଂଖ୍ୟା। ଯାହାକୁ ଆମେ ପ୍ରାଇମ୍ ନମ୍ବର ବୋଲି କହୁ। ପ୍ରାଇମ୍ ନମ୍ବର କ'ଣ? ଯେଉଁ ସଂଖ୍ୟାର ଦୁଇଟି ମାତ୍ର ଗୁଣନୀୟକ ଥାଏ ତାହାକୁ ମୌଳିକ ସଂଖ୍ୟା କୁହାଯାଏ। ଯେପରିକି ଏକ୍ସାମ୍ପଲ 2ର ଗୁଣନୀୟକ କିଏ? ଏକକ ପଣିକିଆରେ 2 ଅଛି ଏବଂ ଦ୍ୱିକ ପଣିକିଆରେ ନିଜେ 2 ଅଛି। ଯେମିତି 3 ଏକକ ପଣିକିଆରେ 3 ଅଛି ଏବଂ ନିଜେ 3କ ପଣିକିଆରେ ଅଛି। ଯେପରି 5 ଏକକ ପଣିକିଆରେ ଅଛି ଏବଂ ନିଜେ 5କ ପଣିକିଆରେ ଅଛି। ଯେକୌଣସି ମୌଳିକ ସଂଖ୍ୟାର ଯେପରି 2ଟି ମାତ୍ର ଗୁଣନୀୟକ ଯାହାକି 1 ଏବଂ ନିଜେ ସେହି ସଂଖ୍ୟା ତାହାକୁ ଆମେ ମୌଳିକ ସଂଖ୍ୟା ବୋଲି କହୁ। ପିଲେ ବୁଝିପାରିଲ? ପିଲେ ଗୁଣନୀୟକ ଗୁଣିତକ ବିଷୟରେ ସାଧାରଣତଃ ସମସ୍ତଙ୍କର ଡାଉଟ୍ ଥାଏ। ନେକ୍ସଟ କ୍ଲାସରେ ଗୁଣନୀୟକ ଗୁଣିତକ ଲସାଗୁ ଗସାଗୁ ବିଷୟରେ ନେକ୍ସଟ ଭିଡ଼ିଓ ଅପଲୋଡ଼ କରାଯିବ। ଏବଂ ଏହାପରେ ସଂଖ୍ୟା ସମ୍ବନ୍ଧୀୟ ସମସ୍ତ ଧାରଣା ଦେଲା ପରେ ଷଷ୍ଠ, ସପ୍ତମ, ଅଷ୍ଟମ, ନବମ, ଦଶମର ସମସ୍ତ ବହିର ଅନୁଶୀଳନୀ ମାନଙ୍କର ସମାଧାନ ଅତି ସରଳ ଉପାୟରେ ୟୁଟ୍ୟୁବ ମାଧ୍ୟମରେ ପରିପ୍ରକାଶ କରାଯିବ। ପିଲେ ଯଦି ସମସ୍ତଙ୍କୁ ପାଠଟା ଭଲ ଲାଗିଲା ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ କରିବେ। ଧନ୍ୟବାଦ।